गुड मॉर्निंग सांग माने नमस्कार जय माँ मंगल जय जगन्नाथ आपण मानक आम चैनल को स्वागत। तो ये तो वीडियो स्टार्ट हो सारी ए समय 6टा पार हो गला पुआ ए रेडी हो स्कूल पाई। तो आज व्हाइट पिंधि कहीं आज हूँ शनिवार। तो चलतु पुआ को छाड़ देकी आम जा पुआ को मामा मत शीत लगुच एपटे सूर्य आसवाई देखु केमती लाल लाल देखा जाऊँ पूर्व दिग सूर्य तो टाइम है माने से पलि आसबे से क्या अपेक्षा करें समय अनुसार सी आसबे आमर पछे समय लेट हो सूर्य सकाल शक्तिर आधार। तो ये गोटे प्रणाम करदे तो ये आमर नड़िया बाहुंगा कटा ये पड़ो ये जो खराटा हूँ से ननांकर व्यवस्था चली वो भी काम साहाଯ୍य हेल्प ऊपर जहारी देख केमी सुविधा हो बो कितने सारा फुल गछ देखु सांग माने केते सारा फूल फुटी गछ पूरा भर्ती पवन हेले उड़ी जीव खरा दिनिया वर्षा पवन हेले उड़ी तुमको देवी मत गोटे जगह फोपाड़ दे मुझे पुष्प तक चयन होला परे एपट आम एत फुल तोड़चु नना देखु कौटी ठिया फुल तोड़ नना सीधा पलि सेपट पाचेरी फुल तोड़ी भेरसुंगा गचर फुल तक भांगी दौन के फुल होता सब ऊपर कल जा हाथ पान निर्देश नना से पटे चढ़ी सब फुल देखा जाऊना एपटे फुल तोड़ी फुल तोड़िकी भेरसुंगा गचर फुल भांगी चयन है लेसन पकईकी देखिकी थीरिकी चढ़ तोड़ तो ये पड़गला ये छाई हम खरा हबनी खरा होता तो सांग मैंने ये बोंगर फुलमाला गुंथा होची एपर तो छाई हो जाए अंधार ये अंधारिया तो नना एबे कहबे नना सकाळु ए पर्यंत 8:30 हेलानी कौन कौन काम कलेनी और दिन जाक दिनचर्या रे नना कौन कौन सब करिसेंदी कोन तो स्टार्ट नना 3:10 रे उठिले 3:10 रे उठी 5:10 नना तापरे नित्यकर्म गली लैट्रिन गली तापरे धर्मिणी जागृत कराई टिके हट वाटर आई मीन टी टिके बनैली ताकू देली मु मध्य पीली जिउडा के कहली एठो ताकर या भितरे 5टा बाजे को बसी गलानी तांका अलार्म बाजला पर एठो आम टिकी जीव विरूपाक्ष बाबू से स्कूल को तांकर जीवे तेणु ताको ता मम्मी को उठे आम सहधर्मिणी आई मीन भारती पंडा को निर्देश कहली अनुरोध कली हाँ अनुरोध कली कारण से तो शरीर शारीरिक भाव से असुस्थ था तेणु ये असुस्थ भितर कहली तथापि से मो अनुरोध रक्षा करी
ଯେତେ କଷ୍ଟ ପଡୁ ପଛକେ ସେ ମୋ କଥାକୁ କେବେ ହେଲେ ଅଗ୍ରାହ୍ୟ କରିନାହାନ୍ତି। ପୃଥିବୀ ପଛେ ବର୍ବାଦ ହେଇଯାଉ ସେ ସବୁବେଳେ ମୋର ହିତାକାଂକ୍ଷୀ ହିତାଶ୍ଚୁ। ଆଉ ମୋ ଅନୁରୋଧ ରଖି ସେମାନଙ୍କୁ ଆସିକି ଡାକିଲେ। ତାପରେ ତା ଭିତରେ ମୁଁ ପଳେଇଲି ମାଙ୍କ ଉଦ୍ଦେଶ୍ୟରେ ପୁଷ୍ପ ଚୟନରେ ନାଲି ମନ୍ଦାର, ଥୋଲି ମନ୍ଦାର, ହଳଦିଆ ମନ୍ଦାର ଏବଂ ତା ସାଙ୍ଗରେ ଲଙ୍କା ମନ୍ଦାର, ଏ 4ଟି ଯାକ ମନ୍ଦାର କିଛି ଚୟନ କରି ଆସିକି ପହଞ୍ଚିଲି। ତା ଭିତରେ ମୋ ସହଧର୍ମିଣୀ ବହୁତ ଭଲ ପାଆନ୍ତି ମତେ ତ, ତେଣୁ ଚା ଟିକେ ଆଉ ଟିକେ ଚା ତାଙ୍କ ତରଫରୁ ତାଙ୍କ ହାତରେ କରିକି ଦେଲେ। ସତରେ ଯାହା କୁହନ୍ତୁ ନା କାହିଁକି ଆମ ସହଧର୍ମିଣୀଙ୍କ ଚା ନା ଥରେ ପିଇଛି ସେ ସେମିତି ସବୁବେଳେ ଇଏ କରୁଛି। ବୋଉଙ୍କର ପଞ୍ଚ କ୍ଷୀର କମଳ, ତେଣୁ ସେ ସ୍ପେଶାଲିଷ୍ଟ। ଏ ସ୍ପେଶାଲିଷ୍ଟ ହବାର ୟାର ପଛରେ ଆଉ ଗୋଟେ କାରଣ ଅଛି। କାରଣ ତାଙ୍କ ବାପା ତାଙ୍କ ଫାଦର ଯିଏ ସେ ଜଣେ ସ୍କୁଲ ଟିଚର ଥିଲେ। ତାଙ୍କର ତିରୋଧାନ ହେଇଗଲାଣି। ତାଙ୍କ ସେ ଝିଅକୁ ବହୁତ ଭଲ ପାଉଥିଲେ। ତେଣୁ ପିଲାଦିନେ ଖାଲି ଚା ପିଆଇକିରି ଅମୁଲ ଗୋଳେଇକି ଚା ପିଆଇକି ତାଙ୍କୁ ମଣିଷ କରିଦେଇଥିଲେ। ତେଣୁ ସେ ସେଇ ଚା ପିଇବା ଅଭ୍ୟାସରେ ଅଛନ୍ତି। ତାଙ୍କଠୁ ମୁଁ ଚା ପିଇବା ଶିଖିଲି। ମୋର କଣ ଥିଲା କି, ମୋର କିଛି ନଥିଲା, ଖାଲି ବେକୁଟି ଥିଲା। ଆଉ ଏଇ ସହଧର୍ମିଣୀ ଆସିଲା ପରେ ଆଜି ଯଦି ବା କିଛି ମୁଁ ନିଜ ଗୋଡରେ ଠିଆ ପାଇଁ ପ୍ରୟାସ କରିକି ପୁଣି ଅଣ୍ଟା ଭାଙ୍ଗି ପଡ଼ିଲାଣି। ମୁଁ ଅବସର ନେଇ ସାରିଲିଣି ନା, ରିଟାୟାର୍ଡ ହେଇସାରିଲିଣି। ତେଣୁ ଆଉ କଣ, ବର୍ତ୍ତମାନ ମୁଁ ଏବାଉଟ 64। ତେଣୁ ୟାରି ଭିତରେ ଏମିତି କରି ସେଠୁ ବିରୁପାକ୍ଷ ବାବୁ ସ୍କୁଲକୁ ବାହାରିଲେ। ତାଙ୍କୁ ନେଇକି ତାଙ୍କ ଗାଡି ପାଖେ ଛାଡିଲି। ସିଆଡୁ ଆସିଲା ପରେ ତାପରେ ସହଧର୍ମୀ ନିର୍ଦ୍ଦେଶ କଲେ କଞ୍ଚା ବାହୁଙ୍ଗା ଯୋଉଠି ଏଠି ପଡିବ, ନଡିଆ ବାହୁଙ୍ଗା ଏଠି ପଡିଲା। ତାଙ୍କ କଥା ମୋ ଝିଅ ମାନେ ରଶ୍ମିତା ବର୍ଷା ଆଉ ତା ତୋଳିକି ଯୋଉ ଚା ଟିକେ କରିକି ଦେଲା। ଭଗବାନ ତାର ମଙ୍ଗଳ କରନ୍ତୁ, ସର୍ବରିଷ୍ଟ ଖଣ୍ଡନ କରନ୍ତୁ, ତାକୁ ବହୁତ ଆୟ ଦୀର୍ଘାୟୁ କରନ୍ତୁ। ତା ପୁଅ ଯେମିତି 5 ଜଣକରେ ଜଣେ ଗଣତା ହଉ। ଆଉ ତା ସ୍ୱାମୀର ଯେମିତି ଦୀର୍ଘାୟୁ ବହୁତ ବୟସ ବଞ୍ଚିଥାଉ। ତାପରେ ସହଧର୍ମୀଙ୍କ ଅନୁରୋଧ କ୍ରମେ ତାଙ୍କ ପରାମର୍ଶ ଅନୁସାରେ ସେଠୁ ନଡିଆ ବାହୁଙ୍ଗା 2-3ଟା ଆଣିକି ପକେଇଲି। ଏଠି ଖରା ଟିକେ ତାତି ଜୋର ହଉଥିଲା, ପକେଇଦେଲି ଟିକେ ସାମୟିକ ଭାବରେ ଥଣ୍ଡା ଲାଗିବ। ତାପରେ ଆଉ ଗୋଟେ ଟଗର ଫୁଲ ପୁଷ୍ପ ଚୟନ କରିବା ପାଇଁ ନିର୍ଦ୍ଦେଶ ହେଲା। ସେ ପୁଷ୍ପ ଚୟନରେ ଲାଗିଲି। ଆଉ ପୁଷ୍ପ ଚୟନ କରିକି ଆସିଲା ପରେ ଆଉ ଟିକେ ଚା ବୋଧେ ଦେଲେ ମତେ। ହରେ କୃଷ୍ଣ। ତାପରେ ଉପର ଘର ପାଣି ଦେବା ପାଇଁ ସେଠୁ ଗଲି। ପାଣି ଦେଇକି ଏଠି ଆସୁଛି ଏନେ ଆସିକି ବସିଲି। ମୋ ପୁଅ କିନ୍ତୁ 3 ଥର କହିସାରିଲା ନନାଙ୍କୁ ଚା ଟିକେ କରିକି ଦିଅ। କିନ୍ତୁ ଏମାନେ ସମସ୍ତେ କାର୍ଯ୍ୟ ବ୍ୟସ୍ତ ପାଇଁ ଶୁଣିଲେ ସୁଦ୍ଧା ବି ନ ଶୁଣିଲା ଭଳିଆ ଅଭିନୟ କରୁଛନ୍ତି। ଏଇଟା ମୁଁ ଅନୁଭବ କରିପାରୁଛି। ଆଉ ୟା ପରେ ପାଣି ଏଠି ବସିଛି, ଗରମ ହେଉଛି। ଗରମ ହେଲା ପରେ ସ୍ନାନ ତର୍ପଣ ସାରି ପ୍ରଭୁ ରାଧା ମାଧବ ବଜରଙ୍ଗ ବାଲି ତାଙ୍କ ସେବାରେ ନିଜକୁ ନିୟୋଜିତ କରିବି ବୋଲି ଅପେକ୍ଷା କରିଛି। ସାମାନ୍ୟ ଗରମ ପାଣି ଆମିନି, ଚା ଟିକେ ପାଇଁ ଦଉଛି ଆଣୁଛି। ଯାତ୍ରାପାଟି କଥା କହିଲେନି, ଦେଖା ସରିଛି ଆଗ। ତ ଏତିକି ନନା ଏପର୍ଯ୍ୟନ୍ତ କାମ କରିଛନ୍ତି। ଆଉ ଦିନ ଯାକ କଣ ହଉଛି, ବୋଉ କଣ କରୁଛନ୍ତି? କ୍ୟାମେରା ବର୍ତ୍ତମାନ ବୋଉଙ୍କ ପାଖକୁ। ବୋଉ କଣ କରୁଛନ୍ତି? ମୁଁ ସକାଳୁ ଉଠିଲି। ନାଲୋ ଝିଅ, ମୁଁ ଟିକେ ଗୋଟେ କାମ କରେ, ମୁଁ ଏ କାମଟା କରିଦେବି। କହି କେମିତି କରିବି? ବୋଉ କଣ କରୁଛନ୍ତି? ବୋଉ କଣ କରୁଛନ୍ତି ବୋଉ କଣ କରୁଛନ୍ତି? କହ, ବୋଉ କଣ କରୁଛନ୍ତି? ବୋଉ ସକାଳୁ ଉଠିକି ଚା ପିଇକି, ଦାନ୍ତ ଘଷିକି, ଛତୁଆ ଖାଇକି, ଔଷଧ ଖାଇକି ମାଳ ଗୁନ୍ଥୁଛନ୍ତି, ଫୁଲ ତୋଳିଛନ୍ତି, ନେସେଣି ଧରିଛନ୍ତି, ବାହୁଙ୍ଗା ବଢେଇଛନ୍ତି। ବୋଉ ତ ଏଇ ସବୁ ଜଞ୍ଜାଳରେ ଅଛନ୍ତି। ଆଉ ମୁଁ ଉଠିଲା ପରେ ପୁଅକୁ ଛାଡିଲା, ଶାଗ ତୋଳିବାକୁ ଯାଉଥିଲୁ ଯେ ଫେରିକି ଆଇଲୁ। ପୁଣି ଯିବୁ।
ଆଉ 3-4 ଥର ଚା କରିକି ଦେଇକି କାଉଙ୍କ ପାଇଁ ମୁଢି ପକେଇକି ସରି କାଉଙ୍କ ପାଇଁ ବିସ୍କୁଟ ପକେଇକି ଆଉ ଆସିକି ଆସିଲେଣି। ଆଉ ଯାଉଛି ଟିକେ ଚା ଦେବି, ତାପରେ ରୋଷେଇବାସ କ'ଣ ହବ। ତ ଚାଲନ୍ତୁ ଦେଖିବା ଆଉ କ'ଣ ହଉଛି। ଆପଣମାନେ ଜାଣିଲେ ନନା କ'ଣ କରୁଛନ୍ତି, ବୋଉ କ'ଣ କରୁଛନ୍ତି, ଆଉ ତା ବାବା କ'ଣ କରୁଛନ୍ତି। ସିଏ ଉଠିକି ତାଙ୍କର ଡାକ କାମରେ ଲାଗିଛନ୍ତି। ମାସ ଶେଷ କାଲି ଥିଲା, ଆଜି କି ଅଧିକ ଡାକ କାମ, ତ ସିଏ ତାଙ୍କ କାମରେ ଲାଗିଛନ୍ତି, ସମସ୍ତେ ସମସ୍ତଙ୍କ କାମରେ ଲାଗିଛନ୍ତି। ତ ଚାଲନ୍ତୁ এই সময় পর্যন্ত এতিকি, পুଣି ଦେଖା ହବ ଆପଣମାନଙ୍କ ସହିତ ଆଉ ଟିକେ ପରେ ରୋଷେଇବାସ ଟାଇମରେ। ନାଇଁ ଆମେ ଆସିଲୁ ବୋଉଙ୍କର ମୋର ଶାଗ ତୋଳିବା ପାଇଁ। ଶାଗ ଯେଉଁ ଆରଥର ଖୁଣ୍ଟିକି ନେଇଥିଲୁ ସବୁ ହେଇଯାଇଛି, ପୁଣି ଆଉ ଟିକେ ତୋଳିଦେବା, ପୁଣି ଆଉ କଅଁଳିବ। ଚାଲନ୍ତୁ ତୋଳିବା। ବହୁତ ଶାଗ ତୋଳୁଛନ୍ତି, ଶାଗ ତୋଳିକି ହେଲେ ଆଜି ପଖାଳ ଭାତକୁ ଶାଗ ଭଜା ଖିଆ ହବ। ମୁଁ ତାକୁ ସବୁଦିନ ସୁନ୍ଦର ବାଛିଦେବି ଯେ ବାଛିକି ଉପରକୁ ଉଠିବି। ଆଜି ଆଉ ଉପରକୁ ଉଠିବ କହୁଛ? ହଁ, ଆଉ କେତେ ସମୟ ହେଇ ଜାଗାଟା ଲାଗିବ ମ? ଭଲ ଏ ଜାଗାଟା କେତେ ସମୟ ମତେ ଲାଗିବ? ଦେଖନ୍ତୁ ବାରିରେ ଆଜି ତ କଲରା ହେଇଥିଲା। ଏଇ କଲରାଟି କେତେ ବଡ଼ କଲରା ହେଇଛି, ଏଇଟା ଟିକି ଟିକିଟା ନୁହଁ, ବଡ଼ କଲରାଟି ହେଇଛି, ଟିକି ଟିକି କଲରା ହେଇଛି। ବାରିରେ ଏଇତକ ହେଇଥିଲା। ଆଜି ଭାଜିବା ହଉ। ମାନେ ନନାଠି ଠାକୁର ପୂଜା ସାରି ଆସିକି ଘର ପୂଜା ସାରିକି ଆଉ ଟିକେ ଜଳଖିଆ ଖାଇଦେଇକି ଏଠି ବସି ପଡ଼ିଲେ ଝୁଲଣ ବାଛିପାରେ। ଝୁଲଣ ଆଜି କିଣା ହେଇଛି, ଭଲ ଭଲ ଆମେ କେହି ବାଛି ଜାଣିବୁନି। ନନା ତାକୁ ସବୁ ଭଲ ଭାବରେ ବାଛିଲେ ଭଜା ହବ। ଆମେ ଭାବୁଥିଲୁ ଆଜି କାମ ହବନି, ଆମେ ଟିକେ ପଖାଳ ଯୋଡ଼େ ଖାଇକି ରେଷ୍ଟ ନେବୁ, ହେଲେ 2 ଜଣ ଆସିଛନ୍ତି ସେଟ୍ରିଂ କରିବାକୁ, ସେଥିପାଇଁ ତାଙ୍କ ପାଇଁ ଡାଲମା ଭଜା। ବୋଉ ପରିବା କାଟି ଦେଇଛନ୍ତି, ଡାଲମା ବସେଇ ଦେଇଛି, ଏପଟେ ନନା ଝୁଲଣ ବାଛିଦେଲେ ବାଜିବା। ଏପଟେ ସବୁ ମୁଁ ଧୁଆଧୁଇ କରିଥିଲି ନନାଙ୍କର ଏଠି ଠାକୁର ଲୁଗା ପିନ୍ଧିକି ଖାଲି ଝୁଣା ଧୂପ ବାସ୍ନା ହେଉଥିଲା, ଧୁଆଧୁଇ କରିକି ଏଠି ଶୁଖେଇଛି। ଏଠି ବୋଉ ଆମର ବସି ଯେଉଁ ପଡ଼ୁଛି ବଡ଼ ବଡ଼ ଜିନିଷରେ ଯେ ହେଉଛି ରୋଷେଇବାସ, ତ ଏଠି ବୋଉ ବସିକି ସବୁ ସଫା କରୁଛନ୍ତି। ବାଲ୍ଟି ବି ବୋଉ ଭଲରେ ଭାବରେ ମାଜିବେ, କାହିଁକିନା ବୋଉଙ୍କୁ ଟିକେ ଅପରିଷ୍କାର ହେଲେ ଭଲ ନୁହଁ। ସବୁ ଜିନିଷ ପରିଷ୍କାର କରିକି ଧୋଇବେ। ଆଉ ବୋଉଙ୍କର ସବୁ ଜିନିଷ ଭାରି ଦାୟିତ୍ୱ, ମୋର ଟିକେ ଦାୟିତ୍ୱ ରହୁନି, କିନ୍ତୁ ବୋଉଙ୍କର ଭାରି ଦାୟିତ୍ୱ। ସବୁ ଜିନିଷ ଧୁଆ ଧୋଇ ପରିଷ୍କାର କରିକି ରଖିବେ। ମୁଁ ତ କିଛି ପାରୁନି, ମତେ ତ ରୋଷେଇ କରିକି ପିଲା କଥା ବୁଝିକି ପିଲା ତ 4ଟି 5ଟି ପିଲାଙ୍କ ଦାୟିତ୍ୱ ନେଲା ବେଳକୁ ମତେ ପିଲା ତ 5ଟି ନା, ମତେ ହେଇଯାଉଛି ଦିନ ଯାକ ସମୟ ପାଉଛି। କେତେବେଳେ ସଫାସଫି ଆଉ କରିବି, ଯେତିକି ପାରୁଛି। ନନା ବୋଉ 2ଟା ପିଲା, ବଡ଼ ଝିଅ ବଡ଼ ପୁଅ, ପୁଣି ତାଙ୍କ ପୁଅ ଆଉ ଗୋଟେ ପିଲା, ଏଠୁ ମୋ ପୁଅ ଆଉ ଗୋଟେ ପିଲା, ଏଠୁ ନାନୀ ଆମର ଅଛନ୍ତି, ସିଏ ଅଳ୍ପ ବହୁତ ପିଲା, ଅଳ୍ପ ବହୁତ କାରଣ ସେ ବେଶୀ ଦାୟିତ୍ୱ ତାଙ୍କର ବେଶୀ ଦାୟିତ୍ୱ ନେଉନି, ତଥାପି ଅଳ୍ପ ଦାୟିତ୍ୱ ନେଉଛି ଆଉ। ତ ଆମର କେତୋଟି ପିଲା ହେଲେ ଟୋଟାଲ 5ଟି ପିଲା ହେଲେ। ଏଠି ବୋଉ ପରିବା କାଟୁଥିଲେ, ଥୁଆ ହେଇଛି। ଏପଟେ ଶାଗ ବଛା ହବ, ଏପଟେ ମୋର ଖମ୍ବ ଆଳୁ ଭଜା ଚାଲିଛି, ଏପଟେ ଡାଲମା ବସିଛି, ଏପଟେ କଲରା ଭଜା ହବ, ଏପଟେ ପୁଅ ପାଇଁ ଭଲ ଟିକେ ଭଜା ହବ, ଆଉ ଏଇଟା ଟିକେ ନାଲି ନାଲି ତ ଆମେ ଖାଇଦେବୁ। ତ ଚାଲନ୍ତୁ ରୋଷେଇବାସ କରିବା। ଏପଟେ ଚା ବସି ଦେଇଛି ଇଣ୍ଡକ୍ସନରେ, କାହିଁକିନା ଗ୍ୟାସ୍ ତ 2ଟା ପୁରା କଭର ହେଇଯାଇଛି, ସେଥିପାଇଁ ଏଥିରେ ବସେଇ ଦେଇଛି ଟିକେ ଚା। ତ ଚାଲନ୍ତୁ ସବୁ କାମ ସାରିକି ଆପଣମାନଙ୍କୁ ଦେଖାଉଛି। ତ ସାଙ୍ଗମାନେ ଆଜି ହେଇଛି ଦେଖନ୍ତୁ କଲରା ଭଜା, ଏଇଟା ବିନା ପିଆଜରେ ଭଜା, ଏଇଟା ଆଳୁ ଝୁଲଣ ଭଜା, ଏଠି ପିଆଜ ପଡ଼ିକି ଶାଗ ଭଜା, ଆଉ ଏପଟେ ଅଛି ଡାଲମା ଆଉ ଭାତ। ତ ଏବେ ନନା ଖାଇବେ କଦଳୀ ପତ୍ରରେ। ତ ଏଠି ନନା ପାଇଁ ଭାତ, ଡାଲମା, କଲରା ଭଜା ଆଉ ଭଜା, ଶାଗ ଭଜା ଦେଇଦେଲି, ନନା ଖାଇ। ତ ସାଙ୍ଗମାନେ ଏବେ ଆମେ ସମସ୍ତେ ଟିକେ ରେଷ୍ଟ ନେବା। ନନା ବୋଉ ଟିକେ ରେଷ୍ଟ ନେଇଛନ୍ତି, ତା ବାବା ବି ରେଷ୍ଟ ନେଇଛନ୍ତି ସେପଟେ। ତ ଆମେ ଏଠି ପୁଅକୁ ମୁଁ ଟିକେ ଶୁଆଇ ଦେଉଛି, ସେ କେଉଁ ଦିନ ବି ଶୋଉନି, ସବୁଦିନ ଏମିତି ଡେଉଁଛି ବୁଲୁଛି ସବୁ କରୁଛି। ଆଜି ଟିକେ ତାକୁ ଶୁଆଇ ଦେବା, କାଲି ରବିବାର ଅଛି, ତ
तो आज टिके से रेस्ट नहीं जाऊ खरा दिन है धन शोई पड़ा हाँ चलते ताक शुआई दिए ए समय हो गला 2:20 शोई पड़ू उठिले देखा तो सांग मैंने देखु ये गछटा नई जाऊला बोली रंगणी गछटा के कढ़ दे फुल हम ये नाना बो मिसिक ये गोटे बाउंश बाड़ी पोतिकी बांधुं पुआ देखी देख तापर आम बारियाटे जावा ये गछटा को पोतिबा एटा को गछ आपण मैंने निश्चय जानी पारुथिबे जो जानी कमेंट निश्चिंत जनइबे एटा को गछ लगेबा मो धन ये शोई टिके शोई पड़ा एबे उठी पड़ला बारियाटे जीव गछ देखब पुणी छात को जीव आनीदब चुटी काटिया जीव कौन कहला चुटी काटिया जीव निबाड़े शोब सकाल स्कूल छुट्टी निबाड़े शोब हाँ चल निबाड़े शोब निबाड़े पाठ पढ़ कि निबाड़े खाई पारबनी पानी तमें आन तास्य बोलिका लगे गछ गात रहलो झिया तुम जोड़े डाला बड़ा जोड़े जाग गोटे पोती ना हाथ कंटा बाजी सीना लुहा फुआटे होते धीरे टे पोचे था बाड़े बाड़े नुहा आने ठीक की पशु हाथ এইটা भी जाएंगे कंटा ना कि मु लुहाटा झाड़ तुम टे खुंद दब मु आणु चापत्ती दिया होची चापत्ती दिया हवा पानी दिया हवा जन्म पानी ना बाबू तो जन्म पानी दिया हवा झाड़ गछरा कोठी आइले हे पटे अछि एपटे एपटू अछि याडू पतले हारे कोन एई गुटा लो खरा को जाई छी झाउली हां लो कोन था ये कोन की कहता खरा को झाउली जाई छी एई गछटा एठेरी घोड़े हिलन दे कौन कोठे था एठी कोंटा उरा देखी काठी रे नहीं सुंदर सेपटू आ देबी डेनुआ कौन हो अरे अधा आई गुड़ा पानी दौन ढलुड़ा से बतुर जीवन सब ने एला बोले रे गछ लगा सैला देखिया गछ कौन सब पानी हमर ऊपर दे बोलो रा रखुन का हबो किसे काम हूं पावर गछ दिए धान आसी कौन एठी बसिची केमिति से चौकी ऊपर बसिची कौन खाइबो धान कौन खाइबो कौन खाइ दो जीवा ऊपर को पानी दबानी पुनी ग्लूकोज खाइबो तो सांग मैंने देखंतु मो धन ए मंदिर रु आसी सारलानी मो गदाधर गदा धरिकी हनुमान मंदिर जाउछंदी धन हनुमान कौन कहूछु
आ बो एठी बसिकी टीए जणाना मांकर पढ़ी दउथिले आ सबुदिन ठीक टाइम की पढ़ी होनी जिते बड़ी बोंग भल लगे बसिकी मांकर पढ़ी दउछंदी आ मंगलवार छाड़िया पई बाबा ऑफिस तू सोईथिलु सोई जी एक्टिंग करथलु आ कोन करथलु बाबा जाइसन जी आ कौन बाबा भाई काम थी लगी तोर आसिले तो ये समय है 6:30 जीवा पुओ को पाठ पढ़ा चा करवा सब करवा जीवा 6:30 तो चलते जीवा कौन रोषे करवा देखा पुओ को पाठ पढ़ी सारे तो सांग मैंने आज नना टमाटो सेकार भात खाइबा इच्छा है से टमाटो सेक देची आ सुखिला लंका एपटे बड़ी लुण भात नना जोड़े भात खाइबा कहले टमाटो सेकिले गरम गरम टमाटो सेका नना चकटे खाते टमाटो तसला गरम गरम अच्छी तो चकटे भी होनी एते पूरा सांग सांग करे रे आती कि धीरे धीरे पानी हाथ बुड़ेगा पियाज रसुण दे दे नना भल लगी पुओ एठी आमर बसिकी पंडित होसंती कारण परीक्षा रहिला अल्प दिन से बसिकी से पाठ पढ़ुछन बेल बाजिया पूर्व आम आसिक खोलीदेलु केते सारा जिनस आसी सादा मिक्सचर तोर नथिला तो सर जाइथिला सादा मिक्सचर पेपर मु घर देवी तो घर थी खोजिक तो पे कौन आसीबो बैगन आसी टमाटर आसी मिक्सचर आसी चीनी आसी उल्ली आसी उल्ली मतलब प्याज तो पे बिस्कुट आसी चापती आसी बिस्कुट मटर बाइक आसी नहीं स्कूल नौनु अंडा बैगन अच्छी सब माने एपटे ये बैगन आनते भल बैगन कहले भाजे खाइबा एपटे बैगन दीटा भाजी देछि एपटे होछि अंडा आमलेट तो मु खाइबे कहीं आज शनिवार मु खाऊनी से हम करदबा नहीं भात देदबा खाइबा जाऊँ काली टिके भाबुची मेसीन टाको सफा करी मेसीन टा बहुत असना हो सफा करवा टिके गैस प्यास था एकाथरे काल सकाल कड़ाकड़ी करी बतुरा बतुरी करी सफा करवा काल तो रविवार अच्छी पुआ स्कूल जीवनी तो सकाल उठिकी आम आग मेसीन कामटा करवा सब कड़ाकड़ी करी परिष्कार करी सब केमती तेल छिटका पड़ी सब परिष्कार काली करवा सब या ऊपर भी पूरा अठा ऊपर पूरा अठा सब काली पूरा क्लीन करवा देखा कौन हो केते बाटे जाऊँ तो जल्दी करके खाया मुझे खाईदेवी जीवा शोया तो पुओ शोई पड़ी पूरा निदरे पुओ शोई खट आज सजाड़ देती काली आ बेडसीट या पड़ो तो तकिया खोल जीवा सफा हम मुझे के निदर शोची निद
ଟିକେ 5 କିଲୋ ନିଦ ମାନେ ପୁରା ଦିନ ଯାକ ପୁରା ହାଲିଆ ହେଇକି ଟାୟାର୍ଡ। 5 କିଲୋ ନିଦରେ ଶୋଇଛି। ଏ ଡେମଣ ଆଖି ଖୋଲା ହେଇଛି। ଭିତରୁ ଶୋ ପଡ ଭିତରକୁ ଶୁଅ। ତୁ ଖାଇସାରିଲୁ ଶୁଅ। ମୁଁ ଖାଇକି ଆସେ ଧନ ଶୁଅ ଭିତରକୁ ଶୁଅ। ତ ସାଙ୍ଗମାନେ ଦେଖନ୍ତୁ ଏପଟେ ଗୋଟେ ଅଣ୍ଡା ଆମଲେଟ୍ ରେଡ଼ି ହେଇଯାଇଛି। ଏପଟେ ବାଇଗଣ ଭଜା ସାଙ୍ଗକୁ ଅଣ୍ଡା ଆମଲେଟ୍, ଏପଟେ ଲୁଣ ଲଙ୍କା ପିଆଜ। ତ ଚାଲନ୍ତୁ ତାଙ୍କୁ ଖାଇବାକୁ ଦେବା। ସେ ଖାଇ କ'ଣ କହୁଛନ୍ତି ଦେଖିବା। ତ ସାଙ୍ଗମାନେ ଏପଟେ ଆସିଲା ଆଉ ଗୋଟେ ରସୁଣ। ତ ଏବେ ହବ ପାଗ। ଏବେ ଖିଆ ହବ। ଖାଇକି କେମିତି ଲାଗୁଛି କହିବେ। ତ ସାଙ୍ଗମାନେ ଏବେ ମୋର ଖାଇବା ପିଇବା କାମ ସବୁ ସରିକି ଧୁଆଧୁଇ କାମ ସରିଲାଣି। ଆଉ ଦେଖନ୍ତୁ ଏପଟେ ସବୁ ଫୋନ୍ ବି ଏଠି ଅଛି ସମସ୍ତଙ୍କର। ଏପଟେ ପୁଅର ବହି ଖାତା ସବୁ ଏଠି ଥୋଇଛି। ସେ ଯାଇକି ଶୋଇପଡ଼ିଲାଣି। ଆଉ ମୋତେ ସବୁ ସଜାଡ଼ିବାକୁ ଥୋଇବାକୁ ପଡ଼ିବ। ତ ଚାଲନ୍ତୁ ପୁଅର ସବୁ ବହି ଖାତା ସବୁ ସଜାଡ଼ିକି ରଖିବା। କାଲି ତ ରବିବାର ଅଛି, ସ୍କୁଲ ନାହିଁ। ଫୋନ୍ ଦେଖନ୍ତୁ ନନାଙ୍କର, ବୋଉଙ୍କର, ନାନୀଙ୍କର, ତ ସମସ୍ତଙ୍କର ଫୋନ୍ ଏଇଠି। ତ ଚାଲନ୍ତୁ ସବୁ ନେଇକି ଯିବା ଘରକୁ। ପୁଅ କ'ଣ କରୁଛୁ କ'ଣ ନାହିଁ ଦେଖିବା। ଦିନ ବେଳେ ଅଳ୍ପ ସମୟ ଶୋଇଥିଲା ନା, ଉଠି ପଡ଼ିଥିଲା ଜଲ୍ଦି। ତ ତାକୁ ନିଦ ଲାଗୁଥିଲା, ସେ ଶୋଇପଡ଼ିବଣି କି କ'ଣ ଆମେ ଗଲେ ଦେଖିବା। ଚାଲନ୍ତୁ ମୁଁ ଆଣିକି ସବୁ ତାର ରଖିଦେଲି। ତ ସାଙ୍ଗମାନେ ଆପଣମାନଙ୍କୁ ଆମ ଭିଡ଼ିଓ କିପରି ଲାଗୁଛି ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମାରୁ ବି ଭୁଲିବେନି। ତ ପୁଣି ଦେଖା ହେବ ଆପଣମାନଙ୍କ ସହିତ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହିଲୁ ନମସ୍କାର। ଜୟ ମା ମଙ୍ଗଳା, ଜୟ ଜଗନ୍ନାଥ, ଜୟ ବୀର ହନୁମାନ, ଜୟ ଶିବ ଶଙ୍କର, ଜୟ ଶ୍ରୀରାମ, ଜୟ ଶିବ ଶଙ୍କର, ଜୟ ବୀର ହନୁମାନ। ନମସ୍କାର। ତ ଦେଖନ୍ତୁ ପୁଅ ଏଠି ପୁରା ନିଦରେ ଶୋଇଛି, ପୁଣି ବନ୍ଧୁକଟାକୁ ଧରା ହେଇଛି। ତ ଚାଲନ୍ତୁ ଏଇଠି ରହିଲି। ନମସ୍କାର।